କିପରି ନଟକୁଟିଆ ପୁରୁଷ ବୋଲି ଆପଣ ଫଳ ଗ୍ରହଣ କରିବେ। ମଣିମା ଆସ ଝିଅ ଆସ ଆସ। ହେଲେ ମହାପ୍ରଭୁ ମା ବାବୁ କହୁଛନ୍ତି ତମ ଭାଇ ପ୍ରକୃତ ନଟକୁଟିଆ ପୁରୁଷ, ଏଣୁ କରି ସେ ଫଳକୁ ଗ୍ରହଣ କରିବେ ନା ଫେରି ଯାଅ? ଯିବନି? ସତ କହୁଛୁ? ଆଜ୍ଞା ଏ ରଖ ରସିକ হে না ରଖ ରସିକ হে ମୋର ପ୍ରେମ ପସରା ରଖ ପସରା ରଖ ରସିକ হে। मोर सुभद्रा बाला रख रसिक हे प्रेम पसरा रख रसिक हे। यार भोगे दोष नहीं यार भोगे दोष नहीं मुड़ी का रसिक हे मोर प्रेम पसरा रख रसिक हे। निजे सुभद्रा आपण को निकट को आछन के से प्रीतिदान दउचंदी आपण काहे मस्ती करूचन? अरे नहीं पिलार बयस हिछि ना। बयस हिछि ना, बयस न हितले सिना नहीं पिला बयस हिछि। आज्ञा अबयस रे करूचंदी अबयस रे करूचंदी पिला को कोन ए प्रीति भाव अबयस रे करूचंदी ना। बयस हिछि मो पिला को काहे के बनाई कहछ? बयस हिछि मो पिला को आरक्षक जे तमे सिना नहीं करूछ तम मार बयस होई नथिला तम मा केने करथिला बा आरक्षक यार उपयुक्त समय होई नाही हेइनी ना पिला को ना ना हाय रे ओ दीपिनी ओ ए पिलाटा को देखिलु तते केते वर्ष लाला लागुछ पिला को आपको तते चार लागुची आलोचना करिछु आगे ये जो 17-18 बोली से आलोचना कला आगे बयस 17-18 जाई नै पिला एता जाई पिलार बयसटा केते देखिबे सुनिबे त ए जे मारा जुबा बयस सरी गला रे जे मा जुबा बयस सरी गला रे। बुझिले आउ कियाई बहिब रस सरी गला हे पिला जुबा बयस सरी गला हे।
7 ବର୍ଷ 9 ରେ 7 ମିଶେଇଲେ କେତେ ହେଲା ବାପା? 9 ରେ 7 ମିଶେଇଲେ ଭଲ ଗଣିଛୁ 17 ଷୋହଳ ବର୍ଷ 16 ଆଜ୍ଞା ଫଳର ବୟସ ପୁଣି ନବ 7 ବର୍ଷ ଏ ଫଳ ମଧ୍ୟ ଫଳ ଅଟେ ସୁରସ ଏ ଫଳ ମଧ୍ୟ ଫଳ ଏ ଅଟେ ସୁରସ ଘେନ କୁନ୍ତି ଶିଷ୍ୟ ଅତି ଆଦରରେ କରିବ ଦାସ ସରିଗଲାରେ ଯେ ମାତୁରା ବୟସ ସରିଗଲାରେ ପିଲାର ବୟସ ହେଇନି ବୋଲିକି ପିଲାର ବୟସ ତ 16 17 ଆଡେ ଗଲାଣି ଆଉ କେମିତି ବୟସ ଆଉ କେତେ ବର୍ଷ ହେଇଯିବ ତାଙ୍କୁ କେତେ ବୟସ ଦରକାର ଜାଣିଛ? ତାଙ୍କୁ 61 62 ହେଲା ଏଇ ରହ ମହାପ୍ରଭୁ ଏ ପିଲାର ମୋର ସିନା ବୟସ ହେଇନି ବୋଲି କହିଲ କିନ୍ତୁ ତମ ମାର ବୟସ ହେଇଥିଲା ତମ ମାର ବୟସ ହେଇଥିଲା ତମ ମାର ବେଳ ବେଳ ଥିଲା କାଳ ମିଳୁଥିଲା ଯାଇକି କୋଉଠି ସେ କରିଥିଲା ତମ ମାର ବୟସ କେତେ ହେଇଥିଲା ଜାଣିଛ ଜାଣିନ ଜାଣିନ ବୟସ କେତେ ତମ ମା କିସ କରିଥିଲା କୋଉଠି ଆଉ ବାପାରେ ଧାନ ନ କୁଟୁଣୁ କାଣ୍ଡିଆ କୁଣ୍ଡାରେ ଫୁଲ ନ ଫୁଟୁଣୁ ବିରି ବାପା ଏ ଧାନ ନ କୁଟୁଣୁ କାଣ୍ଡିଆ କୁଣ୍ଡାରେ ଫୁଲ ନ ଫୁଟୁଣୁ ବିରି ଏ ଯୁଗତ ନହୁଣୁ ପୁତ୍ର ପ୍ରସବିଲା ବାପାରେ ଯୁଗତ ନହୁଣୁ ପୁତ୍ର ପ୍ରସବିଲା ତୁମ୍ଭ ମାତା କୁଟି ବିରହେ ତୁମ୍ଭ ମାତା ଏବେ ଯୁକ୍ତ ନହୁଣୁ ପୁତ୍ର ପ୍ରସବିଲା ସେଇ ତୁମ୍ଭ ମାତା କୁନ୍ତି ଆରେ ଧାନ କୁଟା ହେଇନି କାଣ୍ଡିଆ କୁଣ୍ଡା ହେଇଛି କାଣ୍ଡିଆ କୁଣ୍ଡା ହଉଛି ଫୁଲ ଗଛରେ ଆରେ ଗଛରେ ବିରି ଗଛରେ ଫୁଲ ବିରି ହେଇନି ବିରି ଫୁଲ ଫୁଟିନି କିନ୍ତୁ ବିରି ଫଳି ଯାଇଛି ଆରେ ଯୁକ୍ତ ନହୁଣୁ ପୁତ୍ର ପ୍ରସବିଛି ପୁତ୍ର ପ୍ରସବିଛି ଆଙ୍କ ମାର ବୟସ 7 ବର୍ଷ ସମୟରେ ଆଙ୍କ ମା ଯୋଗ କରିଥିଲା ଆଙ୍କ ମା ଯୋଗ କରିଥିଲା ଆଙ୍କ ମା ସ୍ୱାମୀ କରିଥିଲା 7 ବର୍ଷ ସମୟରେ ଆରେ କାହାକୁ ସ୍ୱାମୀ କରିଥିଲା ଗୋଟେ ବଡ ଲୋକକୁ ସ୍ୱାମୀ କରିଥିଲେ 7 ବର୍ଷ ସମୟରେ ତମ ମା ସ୍ୱାମୀ କରିଥିଲେ କାହାକୁ ଜାଣିଛ ନା ନାଇଁ ସତ କଥାଟା କହିଲେ କାହିଁକି ଲାଗୁଛ ସତ କଥାଟା କହିଲେ କାହିଁକି ଲାଗୁଛ ତମ ମାର 7 ବର୍ଷ ସମୟ ହେଇଥିଲା ତମ ମା ଯାଇକି ବଡ କାମଟି କଲା କଣ ସେ କଥା ଆଉ କଣ ଆଉ ତା କଥାଟା ପଦାରେ ପଡିଛି ପିଲାଟା ବୟସ ହେଇନି ବୋଧ ତମ ମାର ଅବୟସରେ କେମିତି କରିଥିଲା ବା ଅବୟସରେ ତମ ମା କେମିତି କରିଥିଲା ଲଟରି ପକେଇ ମହେନ୍ଦ୍ର ଆଙ୍କ ମାର ଲଟରି ଭଲ ଫୁଟୁଛି ମାମ ଆଉ ମାର ଲଟରିଟା କେମିତି ଫୁଟିଲେ ଟିକେ ଲଟରି ଫୁଟିଆରେ ଶୁଣି ତତେ ବଡ ସରସା ତାଙ୍କ ମା କଥାଟା ଶୁଣିବା ତତେ କାହିଁ
ପଧାରାଇଲି ହେଇ ମାମୁ ତୁ ତା ମାର କ ମୁଁ ତା ମାଇ କର କର ବସ ବସ ତା କଥା ଧର ନ ବସ ବସ ଜୀବ ଅଲଗା କରିବି ତ ବେଶୀ କହିବୁନି ଚଟା କର ହଁ ଚଟା କର ତୁ ପାଟିରୁ ଜୀବ ଅଲଗା କରିଦେବେ ପୁଅ ଅଲଗା କର ମୋର ପାଟିଟା ବସ ବସ ତାଙ୍କ ସିଏ ବସେ ବସ ତମ ମା କୁନ୍ତି ଆଜ୍ଞା ଜାଣିବା କଥା ତମ ମା ଛୋଟ ବୟସରେ ଏଡ ବଡ କାମଣି କରିଛି କଣ କାମ କରୁଛି ବେଲେ ଲୋକ ଜାଣିବ ନା ଆଉ ତମ ମା କେଡ ବଡ ଲୋକ ଆଉ କାଇ ଦେଖିଆ କହିଲୁ ଦେଖ ଏ କହିଦେବି ରେ ତୋ ମାର ରୀତି କହିଦେବି ରେ ତୋ ମାର ତୋ ମାର ରୀତି କହିଦେବି ରେ ଉତ୍ସବରେ ତୁ ଖାଲି କରୁ ଚୋ 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 କହୁରେ ଆଉ ପାଖକୁ ଆଇବ ଏ କହିଦେବି ରେ ତୋର ମାର ରୀତି କହିଦେବି ରେ ତୋର ମାର ତୋ ବୋଉର ତୋ ମାଉସୀର ସିଏ କହୁଛି ଆଉ ରହିଯିବ ମୁଦାଟା ହେଇଯିବ ଆଉ ରହିବ କି ଅଛି ମୁଦାଟା ହେଇଯିବ ହେଲେ ଆଙ୍କ ମା କଣ କରିଥିଲା ବୁଝିଲୁ କଣ କରିଥିଲା ଆରେ ଅବିବାହିକାଳେ ପୁଣି ଦୁର୍ବାସା ଗୃହରେ ତାପରେ ଅବିବାହିକାଳେ ଦୁର୍ବାସା ଗୃହରେ ସେ ବା କରୁଥିଲା ୟା ମାତା କୁନ୍ତି କହିଦେବି ରେ ତୋର ରୂପ କରିତି କହିଦେବି ରେ ହେଲେ ମହେନ୍ଦ୍ର ଆଙ୍କ ମାର ବୟସ ବାପା 7 ବର୍ଷ ହେଇଥିଲା କେତେ ବର୍ଷ 7 ବର୍ଷ ସେଇ ସମୟରେ ଆଙ୍କ ମା କୁଆର କିଛି ନାହିଁ ନା ପିଲାଟା ଏବେ ସିନା ସ୍କୁଲ କଲେଜ ହେଇଗଲା ପାଠ ପଢିବାକୁ ପିଲାମାନେ ଯାଉଛନ୍ତି ଆଗ କାଳରେ ଶୁଣେନି ଆଗ କାଳରେ ସ୍କୁଲ କଲେଜ ନଥିଲା ଆରେ ଗୋଟେ କୁଟୀର ପାଖରେ ଯାଇକିରି ଗୋଟେ ଋଷିମୁନିଙ୍କ ପାଖରେ ବିଦ୍ୟା ଶିକ୍ଷା କରୁଥିଲେ ଆଶ୍ରମରେ ସେଇ ସମୟରେ ଆଙ୍କର ଅଜାଙ୍କ ନାମ ହଉଛି କୁନ୍ତଭୋଜ ରାଜା ରାଜା ହଉଛନ୍ତି କୁନ୍ତଭୋଜ କୁନ୍ତଭୋଜଙ୍କର ଝିଅ ହଉଛନ୍ତି ଆଙ୍କ ମା କୁନ୍ତି ଯେତେବେଳେ ବାପା ଦୁର୍ବାସା ଋଷି ଏଇ ଯୋଉ ଚତୁର୍ମାସିଆ ଏବେ ଲାଗିଛି ଚତୁର୍ମାସିଆ ବର୍ଷା ଦିନଟା ଦୁର୍ବାସା ଋଷି ବୁଲି ବୁଲି ଆସିଲେ ଆଙ୍କ ଅଜାଙ୍କର ରାଜ୍ୟରେ ପହଞ୍ଚିଗଲେ କୁନ୍ତଭୋଜ ରାଜ୍ୟରେ ପହଞ୍ଚିଲେ କୁନ୍ତଭୋଜ ରାଜାଙ୍କୁ କହିଲେ କଣ କହିଲେ ହେ ରାଜନ ଏ ଚତୁର୍ମାସିଆ ସମୟଟା ତମ ରାଜ୍ୟରେ ମୁଁ ବସବାସ କରିବି ଆରେ ରାଜା ଏଡେ ବଡ ରାଜା କଣ ନାହିଁ କରିବେ ଋଷିଙ୍କୁ ଗୋଟେ କୁଡିଆ ଖଣ୍ଡେ ଦେଲେ ସେଇ କୁଡିଆ ଖଣ୍ଡ ଘରେ ଋଷି ବସବାସ କଲେ ହେଲେ ଆଙ୍କ ମା କୁନ୍ତିର ବୟସ ହେଇଥିଲା 7 ବର୍ଷ ସବୁ 7 ବର୍ଷ ତାଙ୍କ ବାପା ହଉଛନ୍ତି କୁନ୍ତଭୋଜ ରାଜା କହିଲେ ମା ଋଷି ତ ଆସିଲେ ଆମ ରାଜ୍ୟକୁ ଆମ ଦେଶରେ ରହିବେ ଚତୁର୍ମାସିଆ ସମୟଟା ତମେ ତାଙ୍କର କିଛି ସେବା କରିବ ଆରେ କୁନ୍ତଭୋଜ ରାଜାଙ୍କ କଥାରେ ଝିଅ ତାଙ୍କର କୁନ୍ତି କଣ କଲେ ରାଜାଙ୍କ ଆଦେଶରେ ବାପାଙ୍କ ଆଦେଶରେ ଋଷିଙ୍କର ସେବା କଲେ ଚତୁର୍ମାସିଆ ସମୟ ସବୁ ଜାଗାରେ ଆରେ ଘରଟି ସଟେଇବା ଋଷି ଆସିଲେ ଋଷିଙ୍କର ସେବା କରିବା ଋଷି ତପସ୍ୟାରୁ ଆସିଲେ ତାଙ୍କର କିଛି ସେବା ଶୌଚ କଲେ ବାପା ଚତୁର୍ମାସିଆ ସମୟଟା ବିତିଗଲା ତାପରେ କଣ କଲେ ବାପା ଆରେ ରାଜ୍ୟ ଛାଡି ଦୁର୍ବାସା ପୁଣି ଜାଣେ କଲେ ଗତି ମାତା ଗୁଡାଇ କଲା ବିନତି দেখে রাজ্য ছাড়ি দুর্বাসা জেনে কলে গতি মা কুন্তি গুড়াই কলে বিনতি দুর্বাসা বইলে কন্যা গৃহে ফেরি যাও যাহা ইচ্ছা বড় মতে ঠু মাগি নিও
ହେଲେ ମାମୁ ହେଲେ ଆମା ଦୁର୍ବାସା ଋଷି ପଳେଇଲାରୁ ଆମା ପଛରେ ପଛରେ ଗୋଡେଇଲା। ଆରେ ପିଲାଟିଆ ଲୋକ କହିବା କଥା ଆମା ପଛରେ 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 ଗଲେ ଋଷି ପାଖରେ ଜଣଟା ଅଛି ଯେ ଋଷି ଦବ ଋଷି ପାଖରେ ଆଉ କିଛି ନାହିଁ। ଋଷି ବୋଇଲେ ମା ତୋ ଘରକୁ ତୁ ଯା, ତୋ ରାଜା ବାପା ଏଡେ ବଡ ରାଜା, ତୁ ମୋ ପଛେ ପଛେ ଆସିଲେ କଣ ଟି କରିବି ମା, ତମେ ଯାଅ। ଆଙ୍କ ମା କୁନ୍ତି ପିଲାଟିଆ ସମୟ 7 ବର୍ଷ ସମୟ ଆଉ ବୁଝିଲେ ବୋଲେ ହେ ମୁନିବର 7 ବର୍ଷ ବୟସରୁ ମୁଁ ଏଡିକି ପିଲା ବେଳୁ ତମର ଏତେ ଦିନ ସେବା କଲି ତମେ ମତେ ଏକଲା ଛାଡି ଦେଇ ପଡିଲେ ମୁଁ ଶୁଣିବି। ମତେ ଏକଲା ଯଦି ପଳେଇବ ଏକଲା ଛାଡିକିରି ମତେ କଣ ଦେଇକିରି ଯାଅ, ମତେ କଣ ଦେଇକିରି ଯାଅ। ମା କୁନ୍ତି କହିଲୁ ସତ କଥା ବାପାର ମାଲ ମୋ ପାଖରେ ଆଉ କଣ ଅଛି, ମୁଁ ତ ବୁଢା ହେଲିଣି, ମୋ ପାଖରେ ଖାଲି ମାରୁଲା ଅଛି, ମୋ ଢଳୁଲା ଅଛି, କୋଉଟା ତୁ ନବୁ? ମତେ କିଛି ଦେଇକି ଯାଅ। ସେଇ ସମୟରେ ଆଙ୍କ ମାଙ୍କର କଥା ଶୁଣି ଋଷି ବୋଲେ ମା ଆଉ କିଛି ନାହିଁ, ତୁ କହିଲା ପରେ ମାଳା ଗୋଟେ ଅଛି ନହେଲେ ଢାଳ ଗୋଟେ ଅଛି, ଆଉ କିଛି ନାହିଁ ଦେବାର। ସେଇ ସମୟରେ ଋଷି କହିଲେ ମା ଏଇ ମାଳା ଗୋଟିକ ଧର, ଏ ମାଳା ଗୋଟିକ ନିଅ, ତମ ରାଜ୍ୟକୁ ତମେ ଫେରି ଯାଅ। ହେଲେ ମାମୁ ଏ ତ କୁନ୍ତି ପାଟରା ତାଙ୍କୁ ଦଉଛୁ? କୁନ୍ତି ପାଟ ନାଇଁ ଆମର ନାଟ୍ୟ ଫଳ ବଳି ନାଟ୍ୟ ନାଇଁ ସେ ଶୋଇକି ଉଠିଛନ୍ତି ରହ। ଏ କୁନ୍ତି ବୋଇଲେ ସ୍ତ୍ରୀଙ୍କ ମନ କି ନ ଜାଣ, ଆଜ୍ଞା କୁନ୍ତି ବୋଇଲେ ସ୍ତ୍ରୀଙ୍କ ମନ କି ନ ଜାଣ। ଦୁର୍ବାସା ବୋଲନ୍ତି ଏବେ ପୁତ୍ର ଦୌଡ଼ନ୍ତି, କହିଦେବି ରେ ତୋର ଭାଇର ନୀତି, କହିଦେବି ରେ ତୋର ମାଝିର ତୋର ଖୁଡିର ତୋର ଆମରେ କୁନ୍ତି କହିଲେ ହେ ମୁନିବର ଏଡେ ବଡ ଋଷି ତମେ କଣ ସ୍ତ୍ରୀ ମାନଙ୍କର ମନ କିଛି ଜାଣିପାରୁନ? ତ କିଛି ଜାଣିପାରୁନା, ତମେ କିଛି ଜାଣିପାରୁନ? ଦୁର୍ବାସା କହିଲେ ହେ ମା ସବୁବେଳେ ଗୋଟେ କୁମାରୀର ଆଶା, ସବୁବେଳେ ଗୋଟେ କୁମାରୀର ଆଶା ବା ଝିଅର ଆଶା ଭଲ ବର ଖଣ୍ଡେ ମୁଁ କେମିତି ପାଇବି, ଭଲ ବର ସ୍ୱାମୀ କେମିତି ପାଇବି, ଆଉ ସ୍ୱାମୀ ପାଇଲା ପରେ ଭଲ ପୁଅଟି କେମିତି ପାଇବି, ମା ଏତିକ ପାଇଁ ଅସ୍ତୁ ହବ। ଦୁର୍ବାସା କହିଲେ ମା ଏଇ ମାଳାଟା ନିଏ, ତୁ ଯେତେବେଳେ ଯାହାକୁ ଚାହିଁବୁ ଯାହା ଇଚ୍ଛା କରିବୁ ତାହା ତୋର ହବ। ବାଳି ସୁଟିର ବାପା କିଏ? ହଉ ହେଲେ ଦୁର୍ବାସା କହିଲେ ହେ ମା ତୋର ନିଶ୍ଚିତ ମନ ବାଛା ପୂର୍ଣ୍ଣ ହବ। ଆଜ୍ଞା ମାଳା ଗୋଟିକ ଦୁର୍ବାସା ଋଷିଙ୍କ ଠାରୁ ଆଙ୍କ ମା ଧରିଲେ, ଧରିକିରି ଘରକୁ ଆସିଲେ। ପିଲାଟିଆ ଲୋକ ଋଷି ତ କହିଛନ୍ତି ଯାହା ଇଚ୍ଛା କରୁ ତାହା ହବ, ଆଉ କିଛି କାହାକୁ ବାପାଙ୍କୁ ମଧ୍ୟ କହିଲେ କିଛି କହିଲେନି। ରାତି ଯାକ ଖାଲି କେମିତି ରାତିରେ ପାଇବ ଋଷିଙ୍କର କଥାଟା ସତ ନା ମିଛ ମୁଁ ଜାଣିବି, ସତ ନା ମିଛ ଜାଣିବି, ବୁଝିଲୁ? ହେଲେ ଆଙ୍କ ମା କଣ କଲେ ବାପା, କଣ କଲେ ଦେଖେ ରାତି ପାଇବା ମାତ୍ର କେ ଆଙ୍କ ମା ପଳେଇଲେ ନଦୀ ସ୍ନାନ କରିବ, ଗାଧୋଇବ। ଆରେ ଶୌଚ ହେଲେ ତ ପ୍ରଥମେ କଣ କରିବେ? ଆଙ୍କ ମା ଯେତେବେଳେ ସ୍ନାନ କରିବାକୁ ନଦୀକୁ ଗଲେ, ସ୍ନାନ ଶୌଚ ହେଇଗଲେ, ଋଷିଙ୍କର ମାମଲା କାଢିଲେ, ଲୁକେଇକି ରଖିଥିଲେ। ଋଷି ତ ଆରେ ଋଷିଙ୍କର ମାଳା ଧରି ଋଷିଙ୍କର ପରୀକ୍ଷା କରିବା ପାଇଁ କୁନ୍ତି ଆଗମନ ହେଇଗଲେ। ହେଲେ ମାମୁ ହେଲେ ଆମା ପରୀକ୍ଷା କରିବାକୁ ଗଲା, ପରୀକ୍ଷା କରିବାକୁ ହେଲେ ଆମାର ସେଣ୍ଟରଟା କଣ ପଡିଲା? ଏତେ ତତେ ଆବଶ୍ୟକ ହେଲେ ଆଙ୍କ ମାର ପରୀକ୍ଷା ସେଣ୍ଟର କୋଉଠି ପଡିବ? ପିଲାମାନେ ପରୀକ୍ଷା ଦଉଛନ୍ତି, କୋଉ ସ୍କୁଲ ଯାଉଛନ୍ତି, ସେଇଟା ଆମା ପରୀକ୍ଷା କରିବ ବୋଲେ ଆମାର ସେଣ୍ଟରଟା କଣ? କହିବାର ଆଉନି, ତାକୁ ଟିକେ ଲାଗିବ ତା ପାଟିରେ। ତମ ଆଙ୍କ ମାର ସେଣ୍ଟରଟା କଣ ପଡିବ? ସେଣ୍ଟର ପରୀକ୍ଷା ସେଣ୍ଟରରେ ହେଲେ ଆଙ୍କ ମାର ପରୀକ୍ଷା ସେଣ୍ଟର ପଡିଲା ବାପା ନଦୀ ହୁଡାରେ। କଣ ମାମୁ? ନଦୀ ହୁଡାରେ ହେଲେ ଯୋଉ ନଦୀରେ ଗାଧେଇଲେ ସେ ନଦୀ ହୁଡା ଉପରେ ବୋଇଲେ ମళ్ళ କାଲି ଆଉ ଥରେ ପରୀକ୍ଷା ଦେବା, କିଏ ତ ଜାଣିବନି, ପାଲିଏ ଜାଣିବନି, ପାଲି ତ ମତି ହୋଇଯା ନା ଦେଖିବା। ଆରେ ମାଳା ଗୋଟିକ ଘନ କୁନ୍ତି ବସିଲେ କରାଇ, ଦେଖିଲେ ଧର୍ମ ଏ ଆଦିତ୍ୟକୁ ସୁମରିଲେ ସେଇ। ଆଚ୍ଛା ଆଦିତ୍ୟ ଦେବତାକୁ ସୁମର
ସ୍ମରଣା କଲା ଓହୋ ବୋଇଲେ ଦେଖିବା ଋଷି ତ କହିଛନ୍ତି ଯାଗୁଡା ଖୁସି ଆଇବ କିଏ ଆଇବ ପିଲାଟିଆ ଲୋକ 7 ବର୍ଷ ସମୟ ସୂର୍ଯ୍ୟ ଦେବତା ଲାଲ ଟହ ଟହ ବର୍ଣ୍ଣ ହେଇକି ବାହାରୁଛନ୍ତି ସକାଳୁ ସକାଳୁ ଆଚ୍ଛା ଜାଣିଲେ ବୋଇଲେ ହେ ଆଦିତ୍ୟ ଦେବାୟ ନମଃ ଓମ୍ ଆଦିତ୍ୟ ଦେବାୟ ନମଃ ଓମ୍ ଆଦିତ୍ୟ ଦେବାୟ ନମଃ ଓମ୍ ସୂର୍ଯ୍ୟଦେବାୟ ନମଃ ଓମ୍ ସୂର୍ଯ୍ୟଦେବାୟ ନମଃ ରହିଯା ମା ରହିଯା ହେ କୁନ୍ତି କାହିଁକି ଏ ସମୟରେ ଏ ବେଳରେ ଏ ବୟସରେ ମତେ ସୁମରଣା କଲ ନା କାହିଁକି ଡାକିଲା ଇଏ ତମର ପରୀକ୍ଷା ଫଳ ହଁ ଏ ଦୁର୍ବାସା ଦେବାଙ୍କର ମାଳା ଧରି ତମେ ପରୀକ୍ଷା କରିନେଲ ଯେ ଏ ବୟସରେ ମତେ ଡାକିଲ ଯଦି ମୁଁ ତମକୁ କିଛି ନ କରି ଫେରିବି ମତେ ତାହେଲେ ଦୁର୍ବାସା ଋଷିଙ୍କର ଅଭିଶାପ ମତେ ପଡିବ ମୂର୍ଧନା ପାପ ହବ ମୂର୍ଧନା ପାପ ହବ ହେଇଯିବ ହେଲେ ଆଉ ସୂର୍ଯ୍ୟ ଦେବତାଙ୍କର ବାପା ଉପାୟ କିଛି ନାହିଁ ଆଉ କିଛି ନାହିଁ ଆଙ୍କ ମାସଟା ହେଇଛି କି 7 ବର୍ଷ ସମୟରେ 7 ବର୍ଷ ସମୟରେ ଆଙ୍କ ମାର ହେଇନି କିଛି ମାମୁ କିଛି ହେଇନି ରେ ସତ କଥାଟା କହିଲି ନା ମୁଁ ମାମୁ मैं ଆମର କିଛି ହେଇନି मैले 7 वर्ष समय आंक माँ रजवती नहीं भजवती नहीं किसी नहीं हम कि ହଁ ହଁ तो किसी जानी न रे सही समय रे आंक माँ रो कौन गले देखो आंक माँ तार कन्न पटे कन्न बिंदु छाड़िले को नहीं ମାମୁ आ मारा को देखले जे कोन रास्ता नाही कन्नड़ा आंक अछि आ मा सेसु कान्ना देखे देला हेले कौन हेले बाबा आंक माता हेला गर्भवती कहिले भी सोर मारो रीति कहिले भी ଯେତେବେଳେ ତମ ମାର କନ୍ନ ଗଡେ କନ୍ନ ବିନ୍ଦୁ ଟିକେ ଛାଡ଼ିଦେଲେ ସୂର୍ଯ୍ୟ ଦେବତା ଆଙ୍କ ମା ସୂର୍ଯ୍ୟ ଦେବତାଙ୍କୁ ବିଚାର ପଡିଲା ଯେ ଆଜି ଦୁର୍ବାସାଙ୍କର ଏଇ ଅଭିଶାପ ପାଇଁ ମୁଁ ଆଜି କେଡ ବଡ କାମଟି କରିଦେଲି ବଡ କାମ କରିଦେଲି କେଡ ବଡ କାମଟି କଲି ହେଲେ ମାମୁ ସେତେବେଳକୁ आ मार मनଟା କେତେ ଖୁସି ହଉଛନ୍ତି କି ପାଇଆ କଥା ବଡ କାମ କରିଦେଲି ସେତେବେଳେ